প্রিয় দর্শক বন্ধুগণ নমস্কার। পানিপাগ আপডেটে আপনাମାନଙ୍କୁ স্বাগত। উড়িষ্যা রাজ্য পায় বড় খবর। 24 ও 25 ফেব্রুয়ারি মঙ্গলবার ও ବୁଧବାର ପାଗର ପରିବର୍ତ୍ତନ ବଡ଼ ଧରଣର ଲଘୁଚାପ ସୃଷ୍ଟି ହୋଇ ସାରିଅଛି। ଦର୍ଶକ ବନ୍ଧୁଗଣ, ଏହା ବିଷୟରେ ପରେ ଜାଣିବା। ଗତ 24 ଘଣ୍ଟା 15 ଡିଗ୍ରୀର କମ୍ ତାପମାତ୍ରା ରେକର୍ଡ କରାଯାଇଛି 60ଟି ସ୍ଥାନରେ ଏବଂ ଦିନର ତାପମାତ୍ରା ସର୍ବାଧିକ 8ଟି ସ୍ଥାନରେ ରେକର୍ଡ କରାଯାଇଛି। ଘନ କୁହୁଡ଼ି ମଧ୍ୟ ରେକର୍ଡ କରାଯାଇଛି। ଦର୍ଶକ ବନ୍ଧୁ, ଆଜି ଦିନ ସାରା ପାଗ ଶୁଖିଲା ରହିବ, ମେଘୁଆ ପାଗ ରହିବ। ଗତକାଲି କିଛି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇସାରିଅଛି। ପବନ ମଧ୍ୟ ବହିଛି। ଉତ୍ତର ଓଡ଼ିଶାର କେତେଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖାଯାଇଅଛି ଏବଂ ଗୋଟେ କି ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଅଛି। ଜିଲ୍ଲାଟି ହେଲା ଭଦ୍ରକ। ସାମାନ୍ୟ କୁହୁଡ଼ି ପାଇ କେନ୍ଦୁଝର, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବା ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିଛି 2ରୁ 3 ଡିଗ୍ରୀ। ଦିନର ତାପମାତ୍ରା ରେକର୍ଡ କରାଯାଇଛି ସର୍ବାଧିକ ଝାରସୁଗୁଡ଼ାଠାରେ 36.6 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ଫୁଲବାଣୀଠାରେ 14 ଡିଗ୍ରୀ ସେଲସିୟସ୍ ଏବଂ କୋରାପୁଟଠାରେ ମଧ୍ୟ 14 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଅଛି। ଗତକାଲି କେତୋଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ବରଗଡ଼ ଜିଲ୍ଲାରେ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି କିଛି ସ୍ଥାନରେ। ଆଜି 24 ଫେବ୍ରୁଆରୀ 2024 ମଙ୍ଗଳବାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ, ଦମକା ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି। ପବନର ବେଗ ରହିବ 30ରୁ 40 କିଲୋମିଟର ପର ଘଣ୍ଟା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ଯେମିତି ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଜପତି, ଗଞ୍ଜାମ, ଭଦ୍ରକ, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର। 2 ଦିନ ନିର୍ଦ୍ଧୁମ କାଚିବ। 24 ଓ 25 ତାରିଖ ବର୍ଷାକୁ ନେଇ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାକୁ ନେଇ 18ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଦର୍ଶକ ବନ୍ଧୁଗଣ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ରହିଛି ଲଘୁଚାପ ଓ ଘୂର୍ଣ୍ଣିଝଡ଼। ମଝି ସମୁଦ୍ରରେ 5.8 କିଲୋମିଟର ବ୍ୟାପୀ ପ୍ରଥମେ ପଶ୍ଚିମ ପଟେ ଓ ପରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଅଛି। 48 ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଉତ୍ତର ପୂର୍ବ ଆଡ଼କୁ ଗତି କରୁଅଛି ଘୂର୍ଣ୍ଣିଝଡ଼ଟି ଲଘୁଚାପଟି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର 18ଟି ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭବ ହେବ ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁଗଣ, ଆପଣମାନେ ଦେଖୁଥିଲେ ଲାଇଭ୍ ଆପଡେଟ୍। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଏବଂ ଆପଣଙ୍କ ସାଙ୍ଗସାଥିମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁଗଣ, ଏମିତି ଲେଟେଷ୍ଟ ଆପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଆପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖାହେବ। ନମସ୍କାର। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଧନ୍ୟବାଦ।